ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗୋନ୍ଦିଆ ଥାନାରେ ନିଜର ସମର୍ଥକ ମାନଙ୍କ ସହ ପହଞ୍ଚି ପୋରୁହ ଖୋଜ ସରପଞ୍ଚ ରତିକାନ୍ତ ସାହୁଙ୍କ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ବିରୁଦ୍ଧରେ ଉଦ୍ଦେଶ୍ୟମୂଳକ ଭାବରେ ସାମାଜିକ ଗଣମାଧ୍ୟମରେ କରିଥିବା ଭିଡିଓ ବାର୍ତ୍ତା ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ଘଟଣାର ବିବରଣୀରୁ ପ୍ରକାଶ ଯେ ଗତ 2 ଦିନ ତଳେ ଢେଙ୍କାନାଳର ବିଧାୟକ ତଥା ରାଜ୍ୟ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୋନ୍ଦିଆ ବ୍ଲକ ଅନ୍ତର୍ଗତ ବେଲମାଳିଆ ଗ୍ରାମରେ କିଛି ଗ୍ରାମବାସୀ ରାସ୍ତାରେ ପଥର ଥୋଇ ତାଙ୍କୁ ଅଟକାଇ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି କାହିଁକି ପାଳନ କରାଯାଏ ନାହିଁ ବୋଲି ପ୍ରଶ୍ନ ପଚାରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା। ଏ ଘଟଣାକୁ କେନ୍ଦ୍ର କରି ପୁରଉ ଖୋଜ ସରପଞ୍ଚ ଶ୍ରୀ ରତିକାନ୍ତ ସାହୁ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ ଦାୟୀ କରି ଏକ ଭିଡିଓ ବାର୍ତ୍ତା 31/7/2025 ତାରିଖରେ ଜାରି କରିଥିଲେ। ଏହି ଭିଡିଓ ବାର୍ତ୍ତାରେ ଶ୍ରୀ ନନ୍ଦ ଓ ତାଙ୍କ ପରିବାର ବିରୁଦ୍ଧରେ ଅନେକ ସମ୍ମାନହାନି ସୂଚକ ମନ୍ତବ୍ୟ ଦେଇ ବିଭିନ୍ନ ପ୍ରକାର ମିଥ୍ୟା ଅଭିଯୋଗ କରିଥିଲେ। ସେହି ଅବାନ୍ତର ଅଭିଯୋଗ ସାଙ୍ଗରେ ପୂର୍ବତନ ବିଧାୟକ କୌଣସି ଉପାୟର ସଂଶ୍ଳିଷ୍ଟ ନଥିଲେ ବି ତାଙ୍କୁ ଟାଣି ଓଟାରି ମାମଲାରେ ପୁରାଇଥିବାରୁ ଶ୍ରୀ ନନ୍ଦ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏହି ଘଟଣାରେ ଶ୍ରୀ ନନ୍ଦ ଗୋନ୍ଦିଆ ଥାନା ଅଧିକାରୀଙ୍କୁ ଘଟଣା ସମ୍ବନ୍ଧରେ ଅବଗତ କରାଇ 31/7/2025 ତାରିଖରେ ସେ ଜିଲ୍ଲା ବାହାରେ ଥିବା ଅନଲାଇନରେ ଗୋଟିଏ ଏଫଆଇଆର ଦେଇଥିଲେ। ପୂର୍ବରୁ 11 ଘଟିକାରେ ସେ ବ୍ୟକ୍ତିଗତ ଭାବରେ ଯାଇ ଏକ ଲିଖିତ ଅଭିଯୋଗ ସରପଞ୍ଚ ସାହୁଙ୍କ ବିରୁଦ୍ଧରେ ଅଭିଯୋଗ କରି ଭାରତୀୟ ପିଙ୍ଗଳ ଆଇନ 499, 500, 504 ଦଫା ଇନଫର୍ମେସନ ଟେକ୍ନୋଲୋଜି ଆକ୍ଟ 2000ରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଥିଲେ। ଏହି ଘଟଣାରେ ତାଙ୍କର ସମ୍ମାନ ପୂର୍ଣ୍ଣ ହେବା ସହ ତାଙ୍କ ପରିବାରର ସମ୍ମାନ ପୂର୍ଣ୍ଣ ହୋଇଛି ବୋଲି ଶ୍ରୀ ନନ୍ଦ ତାଙ୍କ ଅଭିଯୋଗ ପତ୍ରରେ ସ୍ପଷ୍ଟ ରୂପରେ ଉଲ୍ଲେଖ କରିଥିଲେ। ଏହି ଘଟଣାରେ ତାଙ୍କର ସମ୍ମାନ କ୍ଷୁଣ୍ଣ ହେବା ସହ ତାଙ୍କ ପରିବାରର ସମ୍ମାନ କ୍ଷୁଣ୍ଣ ହୋଇଛି ବୋଲି ଶ୍ରୀ ନନ୍ଦ ତାଙ୍କ ଅଭିଯୋଗ ପତ୍ରରେ ସ୍ପଷ୍ଟ ଉଲ୍ଲେଖ କରିଥିଲେ। ଶ୍ରୀ ନନ୍ଦ ଆଜି ସକାଳେ ସାମାଜିକ ଗଣମାଧ୍ୟମରେ ଏହି ଘଟଣା ସମ୍ବନ୍ଧରେ ବିସ୍ତୃତ ବିବରଣୀ ରଖି ସରକାରଙ୍କର ଥିବା ଜିଲ୍ଲା ନେତୃତ୍ୱ ବ୍ୟକ୍ତିଗତ ଅସୂୟା ଠାରୁ ଦୂରରେ ରହି ଯେଉଁ ଆଶା ଓ ଭରସା ନେଇ ଲୋକ ବିଜେପିକୁ କେନ୍ଦ୍ର ଓ ରାଜ୍ୟରେ ସରକାରକୁ ଆଣିଛନ୍ତି ସେମାନଙ୍କର ଦାବିଗୁଡ଼ିକ ସହୃଦୟତାର ସହ ବିଚାରକୁ ନେଇ ସରକାରଙ୍କ ଦୃଷ୍ଟିକୁ ଆଣି ସମାଧାନ କରିବାକୁ ଅନୁରୋଧ କରିଥିଲେ। ରତିକାନ୍ତ ସାହୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ରଙ୍କର ଗୋନ୍ଦିଆ ବ୍ଲକ ପ୍ରତିନିଧି। ବଡ଼ ଦୁଃଖର ସହିତ ଗୋନ୍ଦିଆବାସୀଙ୍କ ଆଗରେ ଏହି ଭିଡ଼ିଓଟି ମୁଁ ଆଜି ରଖୁଛି। ଗତକାଲି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ ଗୋନ୍ଦିଆ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ପ୍ରଥମେ ପୁରଖୋଜ ପଞ୍ଚାୟତରେ କିଛି ଉନ୍ନୟନମୂଳକ କାର୍ଯ୍ୟ ଶିଳାନ୍ୟାସ ଉଦ୍ଘାଟନ କରିବା ପରେ ମନ୍ତ୍ରୀ ମହୋଦୟ ସିଧା ପାଞ୍ଚକେନ୍ଦୁ ଗ୍ରାମକୁ ଯାଇଥିଲେ। ଗୋନ୍ଦିଆ ବ୍ଲକର ଉପାନ୍ତ ଅଞ୍ଚଳ ଶେଷ ଆଡ଼କୁ ଥିବା ବେଗା ପଞ୍ଚାୟତର ପାଞ୍ଚକେନ୍ଦୁ ଗାଁରେ ପବ୍ଲିକଙ୍କ ପାଖରେ ସାଙ୍ଗରେ ଏକାଠି ବସି ସମସ୍ତଙ୍କର ସୁଖ ଦୁଃଖ ବୁଝିଥିଲେ, ଯୋଉଟାକି ଗୋନ୍ଦିଆ ବ୍ଲକ ରାଜନୀତି ଇତିହାସରେ ପ୍ରଥମ ଘଟଣା। ଜଣେ ମନ୍ତ୍ରୀ ଲୋକଙ୍କ ପାଖରେ ବସିକରି କାହାର ଅନ୍ତତଃ ଚାଉଳ ହେବ, କାହାର ଘର ପାଇନାହାନ୍ତି, ଭତ୍ତା ପାଇନାହାନ୍ତି, ମେଡିକାଲ କେସ୍ ନିଜେ ଶୁଣିଲେ ଏବଂ ଗୋଟି ଗୋଟି କରି ସମାଧାନ କରିବା ପାଇଁ ଚେଷ୍ଟା କଲେ। ଏଭଳିଆ ଭଲ କାମ କରୁଥିବା ଜଣେ ମନ୍ତ୍ରୀଙ୍କ ବିରୁଦ୍ଧରେ ଜଣେ ପୂର୍ବତନ ବିଧାୟକ ଗତକାଲି ଗୋଟେ ସାଂଘାତିକ ଷଡ଼ଯନ୍ତ୍ର ରଚନା କରିଛନ୍ତି। ଯେଉଁ ବିଧାୟକ ମହୋଦୟ କଲିକତାରୁ ଫେରିକିରି ଗୋନ୍ଦିଆର ଇଜ୍ଜତକୁ ରସାତଳକୁ ନେଇଥିଲେ, ଯେଉଁ ବିଧାୟକ ମହୋଦୟଙ୍କ ସମୟରେ ଗୋନ୍ଦିଆ ନିର୍ବାଚନ ମଣ୍ଡଳୀ ତାଙ୍କର ନିଜର ଭୁଲ ପାଇଁ ଗୋନ୍ଦିଆ ନିର୍ବାଚନ ମଣ୍ଡଳୀ ଚାଲିଗଲା। ସେଇ ବିଧାୟକ ଆଉ ବର୍ତ୍ତମାନ ମନ୍ତ୍ରୀଙ୍କର ଯେଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମ, ଲୋକଙ୍କ ସହିତ ମିଶିବାର ଯେଉଁ କାର୍ଯ୍ୟକ୍ରମ, ତାକୁ ସେ ପୂର୍ବତନ ବିଧାୟକ ସହି ନ ପାରି କାଲି ଗୋଟେ ଷଡ଼ଯନ୍ତ୍ର କଲେ। ଯେଉଁ ରାସ୍ତା ଦେଇ ମନ୍ତ୍ରୀ ଯାଇଥିଲେ ସେ ରାସ୍ତାରେ ତାଙ୍କର କିଛି ପୂର୍ବତନ କର୍ମୀ ଯେଉଁମାନେ ଗତ ନିର୍ବାଚନରେ ବିଜୁ ଜନତା ଦଳ ସହିତ ଥିଲେ ଗୋଟେ ଇସ୍ୟୁ ତିଆରି କଲେ, କରିକିରି ସେଠି ରାସ୍ତାରେ ପଥର ଥୋଇଥିଲେ। 2 ମିନିଟ୍ ଭିତରେ ପୋଲିସ ଆମ ସହିତ ଥିଲା ଏବଂ ସେମାନେ ପଥର ଖାଲି କଲେ। ମନ୍ତ୍ରୀଙ୍କ ସହିତ ସେମାନେ ଆସି କହିଲା ପରେ ମନ୍ତ୍ରୀ ତାଙ୍କ କଥା ବିଚାର କରାଯିବ ବୋଲି କହିଛନ୍ତି। କିନ୍ତୁ ଏ ଷଡ଼ଯନ୍ତ୍ରରେ ମୂଳରେ ଥିବା ନବୀନ ନନ୍ଦ ଯିଏକି କିଛି ପାଉନାହାନ୍ତି, ଔଷଧ ବିକରେ ତାଟିଆ କାମୁଛନ୍ତି। ଆପଣମାନଙ୍କର ଜାଣିବା ପାଇଁ ଗୋଟେ କଥା କହିବି, ଆମ ସରକାର ଆସିଲା ପରଠାରୁ ନିଅଲ ପ୍ରସାଦର ନିଚନ୍ଦା ପାହାଡ ହଉ ବା ଯେତେ ଇଲିଗାଲ ମାଇନ୍ସ ଚାଲିଛି ବାରମ୍ବାର ରେଡ୍ ହେଇଛି। ଇଭିନ୍ ଏସଟିଏଫ୍ ରେଡ୍ ମଧ୍ୟ କରିକି 22ଟା ଗାଡି ଆମେ ଧରେଇଛୁ। କିନ୍ତୁ 24 ବର୍ଷ ତଳରେ ଯୋଉ ଆପଣ ଦେଖିବେ ସେ ପାହାଡ କେତେ ବଡ ଥିଲା। এই গোন্দিয়া ব্লকের আমি 32 ବର୍ଷ ରାଜନୀତି ଅଛୁ, 24 ବର୍ଷ ଭିତରେ ତାକୁ ଧୂଳିସାତ କରିଦିଆଗଲା। ନବୀନ ନନ୍ଦ ମଧ୍ୟ ବିଜୁ ଜନତା ଦଳରେ ଥିଲେ, 2024 ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଯେଉଁ ତଥାକଥିତ ମିଡିଲ କ୍ଲଷ୍ଟର ହେଇଛି ସେତେବେଳେ ତାଙ୍କ ସମୟରେ ମଧ୍ୟ ସିଏ କ୍ଲିୟରାନ୍ସ ପାଇଛି।
ଲୋକଙ୍କ ଗୁଣ୍ଠିକିଆ ପଟାକୁ ତାଙ୍କରି ସମୟରେ ସୁରେଶ ମହାପାତ୍ରଙ୍କ ଚାପରେ ତାକୁ ପରମିଶନ ଦିଆଯାଇଛି। ସେତେବେଳେ କୋଉଠି ନବୀନ ନନ୍ଦ ଥିଲେ। ଆଜି କିଛି କୁମ୍ଭୀର କାନ୍ଦଣା କାନ୍ଦି ମାନେ କିଛି ତାଙ୍କର ଉଦ୍ଦେଶ୍ୟ ଖରାପ ଅଛି। ବିଭିନ୍ନ ଜାଗାରୁ ପଇସା କଲେକ୍ସନ କରିବା ପାଇଁ, ବିଭିନ୍ନ ଜାଗାରୁ ମାନେ ଇଲିଗାଲି ପଇସା ନେବା ପାଇଁ ଗୋଟେ ଚକ୍ରାନ୍ତ ଚଲେଇଛନ୍ତି। ସେଟା ଫଳବତୀ ହଉନି। ସେ ମନ୍ତ୍ରୀଙ୍କ ଉପରକୁ ଆକ୍ରୋଶ କରୁଛନ୍ତି, ମନ୍ତ୍ରୀଙ୍କ ବିରୁଦ୍ଧରେ ବାରମ୍ବାର ଷଡ଼ଯନ୍ତ୍ର କରୁଛନ୍ତି। ମୁଁ କୃତଜ୍ଞତା ଜଣେଇବି ଗଅଣ୍ଡିଆବାସୀଙ୍କ ତରଫରୁ। ମାନ୍ୟବର ମନ୍ତ୍ରୀ 13 ମାସ ଭିତରେ ଗଅଣ୍ଡିଆକୁ ଏନ୍ଏସି କରିବା ପାଇଁ ପ୍ରବଳ ମାତ୍ରାରେ ଲାଗିଛନ୍ତି। ଗଅଣ୍ଡିଆରେ ଆଜି ଯୋଗଦାନ 173 କୋଟି ଟଙ୍କା ଆସିଛି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବାରେ ସେ ଅଗ୍ରସର ହେଉଛନ୍ତି। ଇଏ ବାବୁ 9 ବର୍ଷ ଭିତରେ କିଛି କରିନାହାନ୍ତି। ବରଂ ଆଙ୍କ ସମୟରେ ନିର୍ବାଚନ ମଣ୍ଡଳୀ ଚାଲିଗଲା। ଆଙ୍କ ସମୟରେ ବହୁତ ଗଅଣ୍ଡିଆରେ ମାନେ ବିକାଶର ନାଁ ଗନ୍ଧ ନାହିଁ। ବରଂ ତାଙ୍କ ଭାଇ କାହା ଘର ଭାଙ୍ଗି ଦେଇଛନ୍ତି, ଅଭିଶାବର ଘର ପୋଡ଼ି ଦେଇଥିଲେ। ଯଦି ତାଙ୍କ କାହାଣୀ କହିବା 9 ବର୍ଷ ଭିତରେ 9ଟା ପୋଥି ହବ। ଆଜି ସେ ଲୋକ ସାଧୁ ସନ୍ଥ ସାଜିକିରି ଆଜି ଆସୁଛି ମାନେ ଲୋକଙ୍କ ମାନେ ଧରିକିରି ପ୍ରହେଳିକା ସୃଷ୍ଟି କରୁଛନ୍ତି। ତେଣୁ ଏ ସବୁ ଗଅଣ୍ଡିଆବାସୀ ସବୁ କଥାକୁ ତାଙ୍କ 9 ବର୍ଷର ଶାସନକୁ ମନେ ପକେଇବେ। ଆମ 13 ମାସର ଯାହା ବିକାଶର ଚିନ୍ତାଧାରା ଆମେ କରିଛୁ ତାକୁ ତୁଳନା କରିକିରି ଏ କଥାକୁ ଗୁରୁତ୍ୱର ସହିତ ଗ୍ରହଣ କରନ୍ତୁ। ଏବଂ ପୁନର୍ବାର ଗଅଣ୍ଡିଆବାସୀଙ୍କ ତରଫରୁ ମୁଁ ନିନ୍ଦା କରୁଛି। ଜଣେ ମନ୍ତ୍ରୀ, ଓଡ଼ିଶା ସରକାର, ମୋହନ ମାଝୀ ସରକାର, ଆମେ 50 ବର୍ଷ ଭିତରେ ବା ସ୍ୱାଧୀନତା ପରେ ଗୋଟେ ମନ୍ତ୍ରୀ ପଦ ପାଇନଥିଲୁ। ଆମକୁ ମନ୍ତ୍ରୀ ପଦ ମିଳିଛି। ସେଭଳିଆ ପଦକୁ ହଟେଇବା ପାଇଁ ନବୀନ ନନ୍ଦନ ହୀନ ଚକ୍ରାନ୍ତକୁ ମୁଁ ପୁଣି ଥରେ ନିନ୍ଦା କରିକିରି ଗଅଣ୍ଡିଆବାସୀଙ୍କ ତରଫରୁ ମନ୍ତ୍ରୀଙ୍କ ଯୋଉ ଅପମାନ ହେଇଛି ସେଥିପାଇଁ କ୍ଷୋଭ ପ୍ରକାଶ କରୁଛି। ଗଅଣ୍ଡିଆବାସୀ ଏ କଥା ନିଶ୍ଚୟ ନବୀନ ନନ୍ଦନଙ୍କୁ ଜବାବ ଦେବେ ଏବଂ ମନ୍ତ୍ରୀ ମହୋଦୟଙ୍କ ସପକ୍ଷରେ ଛିଡ଼ା ହେବେ ବୋଲି ମୋର ଆଶା। ଢେଙ୍କାନାଳରୁ ଷ୍ଟେଟ୍ ବ୍ୟୁରୋ ଅକ୍ଷୟ କୁମାର ପାତ୍ରଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ୍ ଓଡ଼ିଆ।